ବଡ଼ ଜଙ୍ଗଲରେ ଗୋଟିଏ ଚିଲର ଦୁଇଟା ପୁଅ ଥାନ୍ତି। ସେମାନେ ଗୋଟିଏ ବସାରେ ରହୁଥାନ୍ତି। ଚିଲମାନଙ୍କ ବାପା ସବୁଦିନ ଜଙ୍ଗଲକୁ ଯାଇ ଶିକାର କରି ମାଂସ ଧରି ଘରକୁ ଚାଲି ଆସେ। ସମସ୍ତେ ମିଶିକି ମାଂସ ଖାଆନ୍ତି। ଏମିତି ଚିଲ ସବୁଦିନ ଶିକାର କରି ଜଙ୍ଗଲକୁ ଯାଏ ଆଉ ମାଂସ ଧରି ଆସେ। ଏମିତି ଗୋଟିଏ ଦିନ ଚିଲ ଖାଦ୍ୟ ଧରିକି ବହୁତ ଲେଟ୍ରେ ଘରକୁ ଫେରେ। ଘରକୁ ଆସିବା ମାତ୍ରେ ଖାଦ୍ୟ ନ ଖାଇକି ଶୋଇପଡ଼େ। ଚିଲର ଦୁଇ ପୁଅ କୁହନ୍ତି, ଆରେ ଭାଇ, ଆଜି ବାପା କ'ଣ ଖାଦ୍ୟ ନ ଖାଇକି ଶୋଇପଡ଼ିଲେ? ବାପା ଆଜି ଲେଟ୍ରେ ମଧ୍ୟ ଆସିଛନ୍ତି। ଆରେ ଭାଇ, ହଁ, ବାପା ଆଜି ଆସୁ ଆସୁ ଶୋଇସାରିଲେଣି। ଲାଗୁଛି ବାପାକୁ ଆଜି ବହୁତ ଜୋରରେ କାଟିଲାଣି ବୋଧେ। ନହେଲେ ବାପା ଆସିଲା ମାତ୍ରେ ଆମ ସହିତ କଥା ହୁଅନ୍ତି ଆଉ ଆମେ ସମସ୍ତେ ମିଶି ଖାଦ୍ୟ ଖାଆନ୍ତି। ଚିଲର ବଡ଼ ପୁଅ କୁହେ, ଆରେ ଭାଇ ବୁଲା, ମୁଁ ଭାବୁଛି କାଲିଠାରୁ ମୁଁ ଖାଦ୍ୟ ପାଇଁ ଜଙ୍ଗଲକୁ ଯିବି ଆଉ ବାପା ଘରେ ରେଷ୍ଟ ନେବେ। ମୁଁ ଖାଦ୍ୟ ଆଣିଲେ ଆମେ ସମସ୍ତେ ଖାଇବା। ଏମିତି କଥା ହେଇ ଦୁଇ ଭାଇ ଶୋଇପଡ଼ନ୍ତି। ସକାଳ ପାହେ। ଚିଲ ଶିକାର କରି ଯିବା ପାଇଁ ବାହାରେ। ତାର ପିଲାମାନେ ଚିଲର ଆଗରେ ରହି ଚିଲକୁ ଅଟକାନ୍ତି। ଆରେ ପିଲାମାନେ, ମୋର ଆଗରୁ ଉଠ, ମୁଁ ଖାଦ୍ୟ ପାଇଁ ଜଙ୍ଗଲକୁ ଯିବି। ଚିଲର ବଡ଼ ପୁଅ କୁହେ, ବାପା, ଆଜିଠାରୁ ତମେ ଆଉ ଜଙ୍ଗଲକୁ ଶିକାର କରିବା ପାଇଁ ଯିବନି। ଆଜିଠାରୁ ମୁଁ ଖାଦ୍ୟ ପାଇଁ ଜଙ୍ଗଲକୁ ଯିବି। ଚିଲ କୁହେ, ଆରେ ପୁଅ, ହଁ, ମୁଁ ମଧ୍ୟ ଏହା ଚାହୁଁଥିଲି। ତୁ ବଡ଼ ମଧ୍ୟ ହୋଇଗଲୁଣି। ତୁ ଏବେ ଶିକାର କରିପାରିବୁ। ମୁଁ ବୁଢ଼ା ହୋଇଗଲିଣି। ମୁଁ ଆଉ ପକ୍ଷୀମାନଙ୍କୁ ଧରିପାରୁନି। ପକ୍ଷୀମାନେ ବହୁତ ଜଲ୍ଦି ଜଲ୍ଦି ଉଡ଼ିକି ଚାଲି ଯାଉଛନ୍ତି। ତାହାପରେ ଚିଲର ବଡ଼ ପୁଅ ଶିକାର କରିବା ପାଇଁ ଜଙ୍ଗଲକୁ ଚାଲିଯାଏ। ଚିଲ ଉଡ଼ି ଉଡ଼ି ଆଗକୁ ଯାଉଥାଏ ଆଉ ମନେ ମନେ ଭାବୁଥାଏ, ଆରେ ମୁଁ ତ ମୋର ବାପାଙ୍କୁ ମୁଁ ଶିକାର କରିକି ଆଣିବି ବୋଲି କହିଦେଲି, କିନ୍ତୁ ଶିକାର କରିବା ତ ମୁଁ ଜାଣିନି। ମୁଁ ଏବେ କାହାକୁ ଶିକାର କରିବି? ଏମିତି ଭାବି ଭାବି ଆଗକୁ ଯାଉଥାଏ। ବାଟରେ ବୁଲବୁଲି ମାଉସୀ ନିଦରୁ ଉଠିକି ବସିଥାଏ। ଚିଲ ଉପରୁ ବୁଲବୁଲି ମାଉସୀକୁ ଦେଖି ଦେଇଥାଏ। ଆରେ ବାପରେ, ଏତେ ମୋଟା ପକ୍ଷୀ! ମୁଁ ୟାକୁ ଆମ ଘରକୁ କେମିତି ନେବି? ମୁଁ ଆଗ ତାର ପାଖକୁ ଯାଏ। ଏମିତି କହି ଚିଲ ବୁଲବୁଲି ମାଉସୀ ପାଖକୁ ଚାଲିଯାଏ। ବୁଲବୁଲି ମାଉସୀ ଚିଲକୁ ଦେଖି ଡରିଯାଏ ଆଉ ମନେ ମନେ କୁହେ, ଏହେ, ମୁଁ ଆଜି କି ବେଳରେ କାହା ମୁହଁ ଦେଖି ଉଠିଥିଲି? ମୁଁ ସକାଳୁ ସକାଳୁ ଶିକାରୀ ଚିଲ ହାବୁଡ଼ରେ ପଡ଼ିଗଲି। ଚିଲ କୁହେ, ଆରେ ଏ ମୋଟା ଚଢ଼େଇ, ତୁ ଭଲରେ ଭଲରେ ଚାଲ ମୋରି ସାଥିରେ ଆମ ଘରକୁ। ଆମେ ଆଜି ତତେ ଖାଇବୁ। ଆଜି ଶିକାର କରିବାର ମୋର ପ୍ରଥମ ଦିନ। ମୁଁ ଫାଷ୍ଟ ତତେ ଶିକାର କରି ଆସିଛି। ବୁଲବୁଲି ମାଉସୀ ମନେ ମନେ କୁହେ, ଆରେ ହେ, କି ବୋକା ଶିକାରୀ! ମତେ ଖାଇବ ବୋଲି ମତେ ତାର ଘରକୁ ଡାକୁଛି। ପୁଣି ଆଜି ପ୍ରଥମ ଦିନ ଶିକାର କରି ଆସିଛି। ରହରେ ପୁଅ, ତତେ ମୁଁ ଆଜି ପାନେ ଦଉଛି। ଆରେ ଏ ଶିକାରୀ ଚିଲ, ତୁ କଣ ଜାଣିନୁ କି ଶିକାର କରିବା ଆଗରୁ ଯାହାକୁ ଶିକାର କରିବୁ ତାର ପ୍ରଶ୍ନର ଉତ୍ତର ଦେବାକୁ ପଡେ ବୋଲି। ଆରେ ଏ ମୋଟା ଚଢ଼େଇ, ହଁ, ମୁଁ ଏହି କଥା ଜାଣିଛି। ଚିଲ ମନେ ମନେ କୁହେ,
କାହିଁ ଏହି ସର୍ତ୍ତ କଥା ବାପା ମୋତେ କହିନାହାନ୍ତି ତ? ହଉ, ସିଏ ପ୍ରଶ୍ନ ପଚାରୁ, ମୁଁ ତାର ଉତ୍ତର ଦେଇଦେବି। ତାହାପରେ ୟାକୁ ଆମ ଘରକୁ ଧରିକି ଯିବି। ହଁ ମୋଟା ଚଢ଼େଇ, ମୋତେ ପ୍ରଶ୍ନ ପଚାର, ମୁଁ ସବୁ ପ୍ରଶ୍ନର ଉତ୍ତର ଜାଣିଛି। ତାହାପରେ ବୁଲବୁଲି ମାଉସୀ କୁହେ, ଯଦି ମୋର ପ୍ରଶ୍ନର ଉତ୍ତର ଦେଇ ନ ପାରିବୁ ତାହେଲେ ତୁମରି ଠାରୁ ଠେଙ୍ଗା ପାହାର ଖାଇବୁ। ଚିଲ କୁହେ, ହଁ, ମୁଁ ତମ ସବୁ ସର୍ତ୍ତରେ ରାଜି। ତାହାପରେ ବୁଲବୁଲି ମାଉସୀ କୁହେ, ତାହେଲେ ଚିଲ, ତୁ କହ, ଟିକି 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 ଚଢ଼େଇ ଟିକିଏ ପାଣିରେ ବୁଡ଼ି ମରଇ, ସେଇଟା କ'ଣ? ତାହାପରେ ଚିଲ ଆଁ କରିକି ଭାବେ, ଆରେ ଏଇ ମୋଟା ଚଢ଼େଇ ମୋତେ କେଉଁ ପ୍ରଶ୍ନ ପଚାରିଛି? ୟାରି ଉତ୍ତର କ'ଣ ହେବ? ଆରେ ମୋଟା ଚଢ଼େଇ, 1+1 କହିଲେ ତ 2, ଏମିତି ମିଶାଣ ଫେଡ଼ାଣ ମୁଁ ଜାଣିଛି। ତମେ ଏ କେଉଁ ପ୍ରଶ୍ନ ପଚାରିଛ? ମୋତେ ଏଗୁଡ଼ାକ ଆସିନି। ତାହାପରେ ବୁଲବୁଲି ମାଉସୀ ଗୋଟିଏ ଠେଙ୍ଗା ବାହାର କରେ, ଆଉ ଚିଲକୁ ମାରିବାକୁ ଲାଗେ। ଆରେ ବାପରେ, ଏହି ମୋଟା ଚଢ଼େଇ ମୋତେ କେତେ ପିଟିଲାଣି। ମୁଁ ଆଉ ୟାରି ମାଡ଼ ଖାଇବି ନାହିଁ। ଏମିତି କହି ଚିଲ ସେଠାରୁ ଚାଲିଯାଏ ତାଙ୍କ ଘରକୁ। ବାପା, ମୁଁ ଶିକାର କରିପାରିଲି ନାହିଁ, ଓଲଟା ମୁଁ ମାଡ଼ ଖାଇକି ଆସିଲି। ଚିଲ କୁହେ, ତମମାନଙ୍କ ଦ୍ୱାରା ଶାଗ ସିଝିବନି, ମୁଁ ଯାଉଛି। ଚିଲର ସାନ ପୁଅ କୁହେ, ବାପା, ମୋତେ ଗୋଟିଏ ମଉକା ଦିଅ, ମୁଁ ଯାଉଛି ଶିକାର କରିକି ଆଣିବି। ଭାଇ, ତୁ ମୋତେ କହ, ସେଇ ପକ୍ଷୀର ଘର କେଉଁଠି ବୋଲି? ମୁଁ ଏବେ ତାକୁ ଶିକାର କରିକି ଆଣିବି। ତାର ବଡ଼ ଭାଇ ସେଇ ମୋଟା ପକ୍ଷୀର ଘର କେଉଁଠି ବୋଲି କୁହେ। ତାର ସାନ ଭାଇ ସେଇ ପକ୍ଷୀ ଆଡ଼କୁ ଉଡ଼ିକି ଚାଲିଲା। ଯାଇ ବୁଲବୁଲି ମାଉସୀ ପାଖରେ ପହଞ୍ଚିଲା। ଆରେ ଏ ମୋଟା ଚଢ଼େଇ, ମୋର ଭାଇକୁ ତୁ ବୋକା ବନେଇଲୁ। କିନ୍ତୁ ମୁଁ ବୋକା ନୁହେଁ, ମୁଁ ଏବେ ତୋତେ ଶିକାର କରିବି। ବୁଲବୁଲି ମାଉସୀ ଡରିଯାଏ, ଆଉ ତାର ଭାଇକୁ ଯେଉଁ ପ୍ରଶ୍ନ କରିଥିଲା ତାକୁ ମଧ୍ୟ କହିଲା, ଆରେ ଚିଲ, ତୁ ମୋତେ ଶିକାର କର, ମୁଁ ପ୍ରସ୍ତୁତ ଅଛି। କିନ୍ତୁ ତୁ ମୋର ପ୍ରଶ୍ନର ଉତ୍ତର ଦେ, ତାହାପରେ ତୁ ମୋତେ ଶିକାର କରିବୁ। ଚିଲଟି ରାଜି ହୋଇଯାଏ। ତାହାପରେ ବୁଲବୁଲି ମାଉସୀ ପ୍ରଶ୍ନ କୁହନ୍ତି, ଟିକି 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 ଚଢ଼େଇ ଟିକିଏ ପାଣିରେ ବୁଡ଼ି ମରଇ, କହ ଏବେ ୟାର ଉତ୍ତର। ଚିଲ ପ୍ରଶ୍ନ ଶୁଣିକି ତାର ମୁଣ୍ଡ ଚକର କାଟେ। ଆରେ ଇଏ କେମିତିକା ପ୍ରଶ୍ନ, ମୁଁ ତ ତାର ଉତ୍ତର ଜାଣିନି। ତାହାପରେ ବୁଲବୁଲି ମାଉସୀ ଠେଙ୍ଗା ପାହାର ଚିଲକୁ ଦିଏ। ଚିଲ ମାଡ଼ ଖାଇକି ସେଠାରୁ ଚାଲିଯାଏ ତାଙ୍କ ଘରକୁ। ବାପା, ବାପା, ଆମ ଦ୍ୱାରା ଶିକାର କରିବା ସହଜ ନୁହେଁ। ଆରେ ପିଲାମାନେ, ତୁମମାନଙ୍କୁ ଶିକାର କେମିତି କରାଯାଏ ମୁଁ ଶିଖାଇବି। ତାହାପରେ ଯାଇ ତମେମାନେ ଶିକାର କରିପାରିବ। ତାହେଲେ ବାପା, ଶିକାର କେମିତି କରନ୍ତି ଆମକୁ କୁହ। ଆରେ ପିଲାମାନେ, ତମେ ଯାହାକୁ ଶିକାର କରିପାରିବ, ତମକୁ ଲାଗିବ ତାକୁ ସାଙ୍ଗେ ସାଙ୍ଗେ ତମ ପଞ୍ଜାରେ ମାଡ଼ି ବସିବ, ଆଉ ତାର ବେକକୁ କାମୁଡ଼ି ଧରିବ। ସିଏ କିଛି କହିବା ଆଗରୁ ତାହାପରେ ତାକୁ ଖାଇବାକୁ ଲାଗିବ। ଏମିତି ନ କରିପାରିଲେ ସବୁ ପକ୍ଷୀ ବହୁତ ଚାଲାକ, ତମକୁ ତାଙ୍କ କଥାରେ ଫସେଇ ତମକୁ ବୋକା ବନେଇ ଦେବେ।
ତାହାପରେ ଦୁଇ ଭାଇ ଜାଣନ୍ତି କେମିତି ଶିକାର କରାଯାଏ। ବାପା, କାଲି ଦେଖିବ ମୁଁ ଶିକାର କରି ମାଂସ ଆଣିବି। ଏହିପରି ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ ଆମ ଓଡ଼ିଆ କାର୍ଟୁନ ବାର୍ଡ଼ ଚ୍ୟାନେଲକୁ ଲାଇକ୍, ସବସ୍କ୍ରାଇବ୍ ଆଣ୍ଡ ସେୟାର କରନ୍ତୁ ଓ ନୂଆ ନୂଆ ଭିଡ଼ିଓ ଦେଖୁଥାନ୍ତୁ।